ସମଗ୍ର ବ୍ରହ୍ମାଣ୍ଡ ଯେତେବେଳେ ଶାନ୍ତିର ନିଦାରେ ଶୋଇଥାଏ, ସେତେବେଳେ କ୍ଷୀରସାଗରର ଅନନ୍ତ ଜଳରାଶି ମଧ୍ୟରେ ଗୋଟିଏ ଅଦ୍ଭୁତ ଦିବ୍ୟ ଆଲୋକ ବିଚ୍ଛୁରିତ ହୋଇଥାଏ। ଏହି ସାଗର କେବଳ ଜଳ ନୁହେଁ, ଏହା ହେଉଛି ଚେତନାର ସାଗର, ଯେଉଁଠାରେ ସୃଷ୍ଟିର ପାଳନକର୍ତ୍ତା ଭଗବାନ ବିଷ୍ଣୁ ଅନନ୍ତ ଶଯ୍ୟାରେ ଶୟନ କରିଥାନ୍ତି। ପ୍ରଭୁଙ୍କ ଚରଣ ତଳେ ବସି ଜଗଜ୍ଜନନୀ ମାତା ଲକ୍ଷ୍ମୀ ସୌନ୍ଦର୍ଯ୍ୟ ଓ ଐଶ୍ୱର୍ଯ୍ୟର ଅଧିଷ୍ଠାତ୍ରୀ ଦେବୀ ହୋଇ ମଧ୍ୟ ସେ ଏକ ସାଧାରଣ ସେବିକା ଭଳି ନିଜ ସ୍ୱାମୀ ତଥା ପ୍ରଭୁଙ୍କ ପାଦ ସେବାରେ ମଗ୍ନ ଥାନ୍ତି। ତାଙ୍କ ହାତର କୋମଳ ସ୍ପର୍ଶରେ ଯେମିତି କ୍ଷୀରସାଗରର ତରଙ୍ଗଗୁଡ଼ିକ ମଧ୍ୟ ସ୍ଥିର ହୋଇଯାଉଥିଲା। କିନ୍ତୁ ଆଜି ମାତା ଲକ୍ଷ୍ମୀଙ୍କ ମନ ଶାନ୍ତ ନଥିଲା। ଲକ୍ଷ୍ମୀଙ୍କ ହାତ ପ୍ରଭୁଙ୍କ ହାତ ଦବାଉଥିଲା ସତ, କିନ୍ତୁ ତାଙ୍କ ଦୃଷ୍ଟି ଶୂନ୍ୟକୁ ଚାହିଁ ରହିଥିଲା। ପୃଥିବୀ ଲୋକରୁ ଭାସି ଆସୁଥିବା କାହାଣୀର ଏକ କରୁଣ କ୍ରନ୍ଦନ ତାଙ୍କ କାନରେ ବାରମ୍ବାର ବାଜୁଥିଲା। ସେ କ୍ରନ୍ଦନ ଥିଲା ଜଣେ ନିଃସନ୍ତାନ ନାରୀର, ଜଣେ ମା ହେବାକୁ ଝୁରୁଥିବା ସ୍ତ୍ରୀର ବିଳାପ। ମାତା ଲକ୍ଷ୍ମୀ ଭାବୁଥିଲେ, ମୁଁ ତ ସମସ୍ତଙ୍କୁ ଧନ ଦିଏ, ସମ୍ପତ୍ତି ଦିଏ, କିନ୍ତୁ ନାରୀ ଜୀବନର ସବୁଠାରୁ ବଡ଼ ସମ୍ପତ୍ତି ହେଉଛି ତା'ର ସନ୍ତାନ। ଯଦି ଜଣେ ନାରୀ ସବୁକିଛି ପାଇ ମଧ୍ୟ ମା ଡାକ ଶୁଣିବାରୁ ବଞ୍ଚିତ ହୁଏ, ତେବେ ମୋର ଦିଆଯାଇଥିବା ସମସ୍ତ ଐଶ୍ୱର୍ଯ୍ୟ ତା ପାଇଁ ମାଟି ସମାନ। ହଠାତ୍ ଭଗବାନ ବିଷ୍ଣୁ ଆଖି ଖୋଲିଲେ। ସେ ତ ଅନ୍ତର୍ଯ୍ୟାମୀ। ଲକ୍ଷ୍ମୀଙ୍କ ହାତର କମ୍ପନରୁ ସେ ବୁଝିପାରିଲେ ଯେ ଦେବୀଙ୍କ ମନରେ କିଛି ଗଭୀର ପ୍ରଶ୍ନ ଉଙ୍କି ମାରୁଛି। ଦେବୀ ବିଷ୍ଣୁଙ୍କ ଗଭୀର କଣ୍ଠସ୍ୱର କ୍ଷୀରସାଗରର ନୀରବତା ଭଙ୍ଗ କଲା। ତୁମ ମନ ଆଜି ବିଚଳିତ ଜଣାପଡ଼ୁଛି। ପାଦସେବା କରୁ କରୁ ତୁମେ କେଉଁ ଗଭୀର ଚିନ୍ତାରେ ମଗ୍ନ ଅଛ? ମାତା ଲକ୍ଷ୍ମୀ ଚମକି ପଡ଼ିଲେ। ସେ ନିଜକୁ ସଂଯତ କଲେ ଏବଂ ହାତ ଯୋଡ଼ି କହିଲେ, ହେ ପ୍ରଭୁ, ଆପଣଙ୍କଠାରୁ କିଛି ଲୁଚା ନାହିଁ। ଆଜି ମୋ ମନରେ ପୃଥିବୀବାସୀଙ୍କ ପାଇଁ 3ଟି ପ୍ରଶ୍ନ ଉଠୁଛି। ଯଦି ଆପଣ ଅନୁମତି ଦିଅନ୍ତି, ତେବେ ମୁଁ ପଚାରିବି। ବିଷ୍ଣୁ ମୁରୁକି ହସି କହିଲେ, ପଚାର ଦେବୀ। ତୁମର ପ୍ରଶ୍ନ ସର୍ବଦା ଜଗତ କଲ୍ୟାଣ ପାଇଁ ହିଁ ହୋଇଥାଏ। ମାତା ଲକ୍ଷ୍ମୀ ପ୍ରଭୁଙ୍କ ଆଖିରେ ଆଖି ମିଶାଇ ପଚାରିଲେ, ହେ ନାରାୟଣ, ସୃଷ୍ଟିର ନିୟମ ଅନୁସାରେ ନାରୀ ଓ ପୁରୁଷଙ୍କ ମିଳନରେ ସନ୍ତାନ ସୃଷ୍ଟି ହୁଏ। ଏହା ପ୍ରକୃତିର ନିୟମ। କିନ୍ତୁ ପୃଥିବୀରେ ଏମିତି ଅନେକ ସ୍ତ୍ରୀ ଅଛନ୍ତି ଯେଉଁମାନେ ସାରା ଜୀବନ ମା ହେବା ପାଇଁ ତପସ୍ୟା କରନ୍ତି, ଔଷଧ ସେବନ କରନ୍ତି, ବ୍ରତ ରଖନ୍ତି, ତଥାପି ସେମାନଙ୍କ କୋଳ ଶୂନ୍ୟ କାହିଁକି ରହିଯାଏ? ତେବେ ପ୍ରଭୁ, ମୋର ପ୍ରଥମ ପ୍ରଶ୍ନଟି ହେଲା, କେଉଁ ପାପ ଯୋଗୁଁ କିମ୍ବା କେଉଁ କର୍ମ ଦୋଷରୁ ଗୋଟିଏ ସ୍ତ୍ରୀ ଭାଗ୍ୟରେ ପୁତ୍ର ବା ସନ୍ତାନ ସୁଖ ଲେଖା ହୁଏ ନାହିଁ? ମାତାଙ୍କ ପ୍ରଶ୍ନ ଶୁଣି ଭଗବାନ ବିଷ୍ଣୁ ଉଠି ବସିଲେ। ସେ ଜାଣିଥିଲେ ଯେ ଏହାର ପ୍ରଶ୍ନର ଉତ୍ତର କେବଳ ଗୋଟିଏ ବାକ୍ୟରେ ଦେଲେ ମନୁଷ୍ୟ ସମାଜ ବୁଝିପାରିବ ନାହିଁ। ଏଥିପାଇଁ ଏକ ଉଦାହରଣ ଓ କାହାଣୀର ଆବଶ୍ୟକତା ଅଛି। ବିଷ୍ଣୁ କହିଲେ, ହେ ଲକ୍ଷ୍ମୀ, ସନ୍ତାନ ପ୍ରାପ୍ତି କେବଳ ଶାରୀରିକ ପ୍ରକ୍ରିୟା ନୁହେଁ, ଏହା ହେଉଛି ଋଣାନୁବନ୍ଧନ, ଅର୍ଥାତ୍ ପୂର୍ବଜନ୍ମର ଋଣ ଏବଂ ସମ୍ପର୍କ। ଯଦି କୌଣସି ଜୀବାତ୍ମା ସହ ସେହି ଦମ୍ପତିଙ୍କର ପୂର୍ବଜନ୍ମର ଲେଣ ଦେଣ ବାକି ଥାଏ, ତେବେ ସେ ସନ୍ତାନ ରୂପରେ ଜନ୍ମ ହୋଇ ଆସନ୍ତି। ତୁମେ ଯେଉଁ ପାପ ବା ଦୋଷ କଥା କହିଲ, ତାହାକୁ ବୁଝାଇବା ପାଇଁ ମୁଁ ତୁମକୁ ମର୍ତ୍ତ୍ୟପୁରର ରାଣୀ ସୁନନ୍ଦାଙ୍କ କାହାଣୀ ଶୁଣାଉଛି। ତୁମେ ଏହାକୁ ଧ୍ୟାନପୂର୍ବକ ଶୁଣିବ। ଭଗବାନ ବିଷ୍ଣୁ କହିବା ଆରମ୍ଭ କଲେ, ହେ ଲକ୍ଷ୍ମୀ, ପୃଥିବୀର ପୂର୍ବ ଦିଗରେ ଚନ୍ଦ୍ରପୁର ନାମକ ଏକ ସୁନ୍ଦର ରାଜ୍ୟ ଥିଲା। ସେହି ରାଜ୍ୟର ଶୋଭା ସ୍ୱର୍ଗପୁର ସହ ତୁଳନୀୟ ଥିଲା। ପ୍ରଜାମାନେ ସୁଖରେ ଥିଲେ, କ୍ଷେତର ଶସ୍ୟ ଅଭାବ ନଥିଲା ଏବଂ ରାଜକୋଷ ରତ୍ନରେ ପରିପୂର୍ଣ୍ଣ ଥିଲା। ସେହି ରାଜ୍ୟର ରାଜା ଥିଲେ ମହାରାଜ ଚନ୍ଦ୍ରସେନ ଏବଂ ତାଙ୍କର ପାଟରାଣୀ ଥିଲେ ସୁନନ୍ଦା। ରାଣୀ ସୁନନ୍ଦା ଥିଲେ ସାକ୍ଷାତ ଦୟାର ପ୍ରତିମୂର୍ତ୍ତି। ପ୍ରତିଦିନ ସକାଳେ ସେ ଦାନ କରୁଥିଲେ, ଗରିବଙ୍କ ଦୁଃଖ ବୁଝୁଥିଲେ। କିନ୍ତୁ ବିଧିର ବିଧାନ ବଡ଼ ବିଚିତ୍ର ଥିଲା। ଯେଉଁ ହାତ ସମସ୍ତଙ୍କୁ ଅନ୍ନ ଦେଉଥିଲା, ସେହି ହାତ ନିଜ ସନ୍ତାନକୁ କୋଳି ନେବା ପାଇଁ ବ୍ୟାକୁଳ ଥିଲା। ରାଜପ୍ରସାଦରେ ବିଶାଳ କାନ୍ଥଗୁଡ଼ିକ ମଧ୍ୟରେ ଏକ ଭୟଙ୍କର ନୀରବତା ଛାଇ ରହିଥିଲା। ରାଣୀ ସୁନନ୍ଦା
ଅନେକ ସମୟରେ ନିଜ କକ୍ଷରେ ଝରକା ପାଖରେ ଛିଡ଼ା ହୋଇ ରାଜ ଉଦ୍ୟାନକୁ ଚାହିଁ ରହୁଥିଲେ। ସେଠାରେ ମାଳିର ଛୋଟ ପିଲାମାନେ ଧୂଳିରେ ଖେଳୁଥିଲେ। ସେମାନଙ୍କୁ ଦେଖି ରାଣୀର ଆଖିରୁ ଲୁହ ଧାର ଧାର ହୋଇ ବୋହି ଯାଉଥିଲା। ସେ ଦାସୀମାନଙ୍କୁ ପଚାରୁଥିଲେ, କୁହ ସଖୀ, ମୋର କ'ଣ ଅଭାବ ଅଛି? ମୁଁ କ'ଣ କେବେ କାହାର ଅମଙ୍ଗଳ କରିଛି? ତେବେ ଈଶ୍ୱର ମୋ କୋଳ କାହିଁକି ଶୂନ୍ୟ ରଖିଛନ୍ତି? ଦାସୀମାନେ ନୀରବ ରହୁଥିଲେ। କାହାରି ପାଖରେ ଉତ୍ତର ନଥିଲା। କେବଳ ରାଣୀ ନୁହନ୍ତି, ରାଜା ଚନ୍ଦ୍ରସେନ ମଧ୍ୟ ଭିତରେ ଭିତରେ ଭାଙ୍ଗି ପଡ଼ୁଥିଲେ। ଦିନେ ସନ୍ଧ୍ୟାରେ ରାଜସଭା ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ରାଜାଙ୍କ ନିକଟକୁ ଆସିଲେ। ମନ୍ତ୍ରୀ ନତମସ୍ତକ ହୋଇ କହିଲେ, ମହାରାଜ, କ୍ଷମା କରିବେ, କିନ୍ତୁ ପ୍ରଜାମାନଙ୍କ ମନରେ ଏବେ ଚିନ୍ତା ପଶିଗଲାଣି। ଆପଣଙ୍କ ପରେ ଏହି ବିଶାଳ ସାମ୍ରାଜ୍ୟର ଉତ୍ତରାଧିକାରୀ କିଏ ହେବ? ଯଦି ରାଜକୁମାର ନ ଆସନ୍ତି ତେବେ ବଂଶ ରକ୍ଷା କିପରି ହେବ? ଶାସ୍ତ୍ର ଅନୁସାରେ ଆପଣ ଦ୍ୱିତୀୟ ବିବାହ କରିନେବା ଉଚିତ। ରାଜା ଚନ୍ଦ୍ରସେନ କ୍ରୋଧ ଏବଂ ଦୁଃଖରେ ମନ୍ତ୍ରୀଙ୍କୁ ଚାହିଁଲେ। ସେ ଦୃଢ଼ କଣ୍ଠରେ କହିଲେ, ମନ୍ତ୍ରୀବର, ସନ୍ତାନ ସୁଖ ପାଇଁ ମୁଁ ମୋର ଧର୍ମପତ୍ନୀ ସୁନନ୍ଦାକୁ ଅପମାନିତ କରିପାରିବି ନାହିଁ। ଯଦି ମୋ ଭାଗ୍ୟରେ ସନ୍ତାନ ଥିବେ ତେବେ ସୁନନ୍ଦାଙ୍କ ଗର୍ଭରୁ ହିଁ ଜନ୍ମ ନେବେ, ନଚେତ୍ ମୁଁ ଏହି ଦୁଃଖକୁ ଭଗବାନଙ୍କ ଇଚ୍ଛା ଭାବି ଗ୍ରହଣ କରିନେବି। ରାଜା ଅନ୍ତଃପୁରକୁ ଗଲେ। ଦେଖିଲେ ରାଣୀ ସୁନନ୍ଦା ଏକ ଛୋଟ ଶିଶୁର କଣ୍ଢେଇକୁ ଧରି କାନ୍ଦୁଛନ୍ତି। ରାଜା ତାଙ୍କ ପାଖରେ ବସିଲେ ଏବଂ କହିଲେ, ସୁନନ୍ଦା, ତୁମେ ଧୈର୍ଯ୍ୟ ଧର। ହୁଏତ ଆମର ପୂର୍ବ ଜନ୍ମର କିଛି ଋଣ ବାକି ଅଛି, ଯାହାକୁ ଆମକୁ ଏ ଜନ୍ମରେ ଶୁଝିବାକୁ ପଡ଼ୁଛି। ଦିନେ ସେହି ରାଜ୍ୟକୁ ଜଣେ ମହାନ ତପସ୍ୱୀ ଆଗମନ କଲେ। ତାଙ୍କ ନାମ ଥିଲା ମହର୍ଷି ଦେବଦତ୍ତ। ତାଙ୍କ ମୁଖମଣ୍ଡଳରୁ ସୂର୍ଯ୍ୟଙ୍କ ଭଳି ତେଜ ବାହାରୁଥିଲା। ଶୁଣାଯାଏ ଯେ ସେ ତ୍ରିକାଳଦର୍ଶୀ ଥିଲେ, ଅର୍ଥାତ୍ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ଦେଖିପାରୁଥିଲେ। ରାଜା ଓ ରାଣୀ ଏ ଖବର ପାଇ ଖାଲି ପାଦରେ ଦୌଡ଼ିଯାଇ ଋଷିଙ୍କୁ ସ୍ୱାଗତ କଲେ। ରାଜପ୍ରସାଦରେ ଋଷିଙ୍କର ଯଥାବିଧି ସେବା କରାଗଲା। ରାଣୀ ସୁନନ୍ଦା ନିଜ ହାତରେ ଋଷିଙ୍କ ପାଦ ଧୋଇଦେଲେ ଏବଂ ଭୋଜନ ପରସିଲେ। ଋଷି ରାଜା ଓ ରାଣୀଙ୍କ ସେବାରେ ଅତ୍ୟନ୍ତ ପ୍ରସନ୍ନ ହେଲେ। ସେ ଆଶୀର୍ବାଦ ଦେବା ପାଇଁ ହାତ ଉଠାଇଲେ, ଆୟୁଷ୍ମାନ ଭବ, ଯଶସ୍ୱୀ ଭବ। କିନ୍ତୁ ସେ ପୁତ୍ରବାନ ଭବ ବୋଲି କହିଲେ ନାହିଁ। ଏହାକୁ ଲକ୍ଷ୍ୟ କରି ରାଣୀ ସୁନନ୍ଦା ଧୈର୍ଯ୍ୟ ଧରି ପାରିଲେ ନାହିଁ। ସେ ଋଷିଙ୍କ ପାଦ ତଳେ ପଡ଼ି କାନ୍ଦିବାକୁ ଲାଗିଲେ। ହେ ମହାତ୍ମା, ଆପଣ ତ ସବୁ ଜାଣନ୍ତି। ମୋର ସବୁ ଦୁଃଖ ସୁଖ ଆପଣ ଜାଣିଛନ୍ତି। ମୋର ସବୁ ସୁଖ ଅଛି, କିନ୍ତୁ ମାତୃତ୍ୱ ସୁଖ ନାହିଁ। କାହିଁକି? ମୁଁ କେଉଁ ଜନ୍ମରେ କାହାର କୋଳଶୂନ୍ୟ କରିଥିଲି ଯେ ଆଜି ମୋର କୋଳଶୂନ୍ୟ ଅଛି? ଦୟାକରି ମୋ ଅତୀତର ପୃଷ୍ଠା ଖୋଲନ୍ତୁ, ମୋର ଦୋଷ କ'ଣ କୁହନ୍ତୁ। ମହର୍ଷି ଦେବଦତ୍ତ କିଛି ସମୟ ପରେ ଧ୍ୟାନମଗ୍ନ ହୋଇଗଲେ। ତାଙ୍କ ଆଖି ବନ୍ଦ କଲେ। ସେ ନିଜର ଦିବ୍ୟ ଦୃଷ୍ଟିରେ ରାଣୀଙ୍କ ପୂର୍ବଜନ୍ମକୁ ଦେଖିବାକୁ ଲାଗିଲେ। ହଠାତ୍ ଋଷିଙ୍କ ମୁଖମଣ୍ଡଳରେ ଗମ୍ଭୀର ହୋଇଗଲା। ସେ ଆଖି ଖୋଲିଲେ, ରାଣୀଙ୍କୁ ଚାହିଁଲେ ଏବଂ କହିଲେ, ହେ ରାଣୀ, ତୁମର ଏହି ଦୁଃଖର କାରଣ ଏହି ଜନ୍ମର ନୁହେଁ, ବରଂ ଗତ ଜନ୍ମର ଏକ ଭୟଙ୍କର ଭୁଲ କାରଣରୁ ହୋଇଛି। ଶୁଣ, ତୁମେ ପୂର୍ବ ଜନ୍ମରେ କିଏ ଥିଲ ଏବଂ କ'ଣ କରିଥିଲ? ମହର୍ଷି ଦେବଦତ୍ତଙ୍କ କଣ୍ଠସ୍ୱର ଏବେ ଅଧିକ ଗମ୍ଭୀର ହୋଇଯାଇଥିଲା। ସେ କହିଲେ, ହେ ରାଣୀ ସୁନନ୍ଦା, ତୁମେ ଧ୍ୟାନ ଦେଇ ଶୁଣ। ଆଜିଠାରୁ 2 ଜନ୍ମ ବର୍ଷ ପୂର୍ବେ ତୁମେ ଜଣେ ସାଧାରଣ ବ୍ରାହ୍ମଣ କନ୍ୟା ଥିଲ। ତୁମର ରୂପ ଥିଲା ଅତ୍ୟନ୍ତ ସୁନ୍ଦର, କିନ୍ତୁ ମନରେ ଥିଲା ଅହଙ୍କାର। ସେହି ଜନ୍ମରେ ତୁମର ବିବାହ ଜଣେ ଗରିବ ବ୍ରାହ୍ମଣଙ୍କ ସହ ହୋଇଥିଲା। ରାଣୀ ନିଷ୍ପ୍ରଭ ହୋଇ ସବୁ କଥା ଶୁଣୁଥିଲେ। ଋଷି କହିଲେ, ସେହି ସମୟରେ ତୁମ ପଡ଼ୋଶୀରେ ଜଣେ ବିଧବା ନାରୀ ରହୁଥିଲେ, ଯାହାର ଏକମାତ୍ର ସାହାରା ଥିଲା ତାଙ୍କର 5 ବର୍ଷର ପୁତ୍ର। ସେହି ପିଲାଟି ଅତ୍ୟନ୍ତ ଚଞ୍ଚଳ ଥିଲା। ଦିନେ ତୁମ ନିଜ ଅଗଣାରେ କିଛି ମୂଲ୍ୟବାନ ପୂଜା ସାମଗ୍ରୀ ରଖିଥିଲ। ସେହି ପିଲାଟି ଖେଳୁ ଖେଳୁ ଅଜାଣତରେ ସେହି ସାମଗ୍ରୀକୁ ନଷ୍ଟ କରିଦେଲା। ଋଷି ଅଟକି ଗଲେ। ତାଙ୍କ ଆଖିରେ ଦୁଃଖ ଝଲସି ଉଠିଲା। ସେ ପୁଣି କହିଲେ, କ୍ରୋଧରେ ଅନ୍ଧ ହୋଇ ତୁମେ ସେହି କୋମଳମତି ଶିଶୁଟିକୁ ଏତେ ଜୋରରେ ଧକ୍କା ଦେଲ ଯେ ସେ ଏକ ପଥର ଉପରେ ପଡ଼ି ମୃତ୍ୟୁ ବରଣ କଲା। ସେହି ନିରୀହ ବାଳକର ଜୀବନ ଯିବା ପରେ ତାର ମା ପାଗଳିନୀ ହୋଇଗଲା।
ସେ କାନ୍ଦି କାନ୍ଦି ତୁମକୁ ଅଭିଶାପ ଦେଲା, ଯେମିତି ମୋ କୋଳ ଶୂନ୍ୟ ହେଲା ତୋ ଜୀବନରେ କେବେ ମଧ୍ୟ ସନ୍ତାନ ସୁଖ ତୋତେ ମିଳିବ ନାହିଁ। ସେହି ଅଭିଶାପ ଏବଂ ଶିଶୁର ହତ୍ୟାର ପାପ ଆଜି ପର୍ଯ୍ୟନ୍ତ ତୁମର ପିଛା କରୁଛି। ରାଣୀ ସୁନନ୍ଦା ଏହା ଶୁଣି ଚିତ୍କାର କରି ଉଠିଲେ, ନା ପ୍ରଭୁ, ଏହା କିପରି ହୋଇପାରେ? ମୁଁ ଅଜାଣତରେ ଏତେ ବଡ଼ ପାପ କରିଛି। କ୍ଷୀରସାଗରରେ ବସିଥିବା ମାତା ଲକ୍ଷ୍ମୀ ମଧ୍ୟ ଏହା ଶୁଣି ବ୍ୟଥିତ ହୋଇ ପଡ଼ିଲେ। ସେ ପ୍ରଭୁ ବିଷ୍ଣୁଙ୍କୁ ପଚାରିଲେ, ହେ ନାରାୟଣ, ଯଦି କେହି ଭୁଲରେ ବା କ୍ରୋଧରେ ପାପ କରେ ତେବେ କ'ଣ ତାକୁ କେବେ କ୍ଷମା ମିଳେ ନାହିଁ? ଇଏ ତ ରାଣୀର ଏ ଜନ୍ମର ବହୁତ ପୁଣ୍ୟ କରିଛନ୍ତି। ଭଗବାନ ବିଷ୍ଣୁ କହିଲେ, ଲକ୍ଷ୍ମୀ, କର୍ମର ନିୟମ ବଡ଼ କଠୋର। ଯେପରି ଗୋଟିଏ ଗାଈ 1000 ଗାଈଙ୍କ ଭିତରେ ମଧ୍ୟ ନିଜ ବାଛୁରୀକୁ ଚିହ୍ନିପାରେ, ସେହିପରି କର୍ମ ନିଜ କର୍ତ୍ତାକୁ 7 ଜନ୍ମ ପରେ ମଧ୍ୟ ଖୋଜି ବାହାର କରେ। କିନ୍ତୁ ହଁ, ପ୍ରାୟଶ୍ଚିତ୍ତର ମାର୍ଗ ସର୍ବଦା ଖୋଲା ଥାଏ। ମର୍ତ୍ତ୍ୟପୁରରେ ମହର୍ଷି ଦେବଦତ୍ତ ରାଣୀଙ୍କୁ କହିଲେ, ରାଣୀ, ତୁମେ ଏ ଜନ୍ମରେ ଯେଉଁ ଦାନ ପୁଣ୍ୟ କରିଛ ସେଥିପାଇଁ ତୁମକୁ ରାଜସୁଖ ମିଳିଛି, କିନ୍ତୁ ସନ୍ତାନ ସୁଖ ପାଇଁ ତୁମକୁ ସେହି ପୂର୍ବ ଜନ୍ମର ପାପର ପ୍ରାୟଶ୍ଚିତ୍ତ କରିବାକୁ ପଡ଼ିବ। ରାଣୀ କାନ୍ଦି କାନ୍ଦି କହିଲେ, ହେ ମହାତ୍ମା, ମୁଁ କ'ଣ କଲେ ମୋର ଏହି ପାପ ଧୋଇ ହୋଇଯିବ? ମୁଁ କେଉଁ ବ୍ରତ କରିବି, କେଉଁ ଦେବତାଙ୍କୁ ପୂଜା କରିବି? ମୋତେ ସଳଖି କୁହ। ଋଷି କହିଲେ, ଏହା ସହଜ ନୁହଁ। ତୁମକୁ ସମସ୍ତ ରାଜସୁଖ ତ୍ୟାଗ କରିବାକୁ ପଡ଼ିବ। ଆଗାମୀ 1 ବର୍ଷ ପାଇଁ ତୁମକୁ ଜଣେ ସାଧାରଣ ନାରୀ ଭଳି ଜଙ୍ଗଲରେ ରହିବାକୁ ହେବ। ସେଠାରେ ତୁମେ ନିଜ ହାତରେ ଏକ ଗାଈ ଓ ତାର ବାଛୁରୀର ସେବା କରିବ। ଯେତେବେଳେ ସେହି ବାଛୁରୀ ପ୍ରତି ତୁମର ମମତା ଜଣେ ମା ଭଳି ହୋଇଯିବ ଏବଂ ଯେତେବେଳେ ତୁମେ ପରର ପିଲାକୁ ନିଜ ପିଲା ଭଳି ଭଲ ପାଇବା ଶିଖିଯିବ, ସେହିଦିନ ତୁମର ଅଭିଶାପରୁ ମୁକ୍ତି ହେବ। ରାଣୀ ସୁନନ୍ଦା ଏହା ଶୁଣି ବିଚଳିତ ହେଲେ ନାହିଁ। ସେ ସାଙ୍ଗେ ସାଙ୍ଗେ ନିଜର ସମସ୍ତ ସୁବର୍ଣ୍ଣ ଅଳଙ୍କାର ଖୋଲିଦେଲେ। ରାଜା ଚନ୍ଦ୍ରସେନ ବାରଣ କଲେ ମଧ୍ୟ ସେ ଶୁଣିଲେ ନାହିଁ। ସେ କହିଲେ, ମହାରାଜ, ମୋତେ ଯିବାକୁ ଦିଅନ୍ତୁ। ମୁଁ ଜଣେ ନିରୀହ ଶିଶୁର ପ୍ରାଣ ନେଇଛି, ତାର ଦଣ୍ଡ ମୋତେ ଭୋଗିବାକୁ ହିଁ ପଡ଼ିବ। ଯଦି ଈଶ୍ୱର ଚାହାନ୍ତି ତେବେ ମୁଁ ପବିତ୍ର ହୋଇ ଫେରିବି। ରାଣୀ ଜଙ୍ଗଲକୁ ବାହାରିଲେ। ରାଜପ୍ରସାଦର କୋମଳ ଶଯ୍ୟା ଛାଡ଼ି ସେ ଘାସର ଶଯ୍ୟାରେ ଶୋଇଲେ। ପ୍ରତିଦିନ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ସେ ଗାଈ ସେବା କରୁଥିଲେ। ତାଙ୍କ ହାତରେ ଆଉ ଅଳଙ୍କାର ନଥିଲା, ଥିଲା ଗୋବର ଓ କାଦୁଅର ଚିହ୍ନ। କିନ୍ତୁ ତାଙ୍କ ମନରେ ଏକ ଅଦ୍ଭୁତ ଶାନ୍ତି ଥିଲା। ଜଙ୍ଗଲର ଜୀବନ ରାଣୀ ସୁନନ୍ଦାଙ୍କ ପାଇଁ ସହଜ ନଥିଲା। ଯେଉଁ ହାତରେ ସେ କେବଳ ରତ୍ନମୟ ପାତ୍ର ଧରୁଥିଲେ, ସେହି ହାତରେ ଏବେ ଜାଳେଣୀ କାଠ ସଂଗ୍ରହ କରୁଥିଲେ। କିନ୍ତୁ ଏହି କଷ୍ଟ ମଧ୍ୟରେ ତାଙ୍କୁ ଏକ ଅପୂର୍ବ ଆନନ୍ଦ ମିଳୁଥିଲା। ଋଷିଙ୍କ ନିର୍ଦ୍ଦେଶ ଅନୁସାରେ ସେ ଯେଉଁ ଗାଈ ଓ ବାଛୁରୀକୁ ସେବା କରୁଥିଲେ, ସେମାନେ ହିଁ ତାଙ୍କର ପରିବାର ପାଲଟିଗଲେ। ସେହି ବାଛୁରୀଟି ଯେତେବେଳେ ଡେଇଁ ଡେଇଁ ତାଙ୍କ ପାଖକୁ ଆସୁଥିଲା, ରାଣୀଙ୍କୁ ଲାଗୁଥିଲା ଯେମିତି ତାଙ୍କର ନିଜ ପୁତ୍ର ତାଙ୍କୁ ଖେଳିବା ପାଇଁ ଡାକୁଛି। ସେ ବୁଝିପାରିଲେ ଯେ ମାତୃତ୍ୱ କେବଳ ନିଜ ଗର୍ଭରୁ ଜନ୍ମ ଦେବାରେ ନାହିଁ, ବରଂ ଅନ୍ୟର ଜୀବନ ରକ୍ଷା କରିବା ଏବଂ ଭଲ ପାଇବାରେ ମଧ୍ୟ ଅଛି। ରାଣୀଙ୍କ ମନରୁ ଅହଙ୍କାର ସମ୍ପୂର୍ଣ୍ଣ ଧୋଇ ହୋଇଯାଇଥିଲା। ସେ ପ୍ରତିଦିନ ସେହି ପାପ ପାଇଁ ପ୍ରାୟଶ୍ଚିତ୍ତ କରୁଥିଲେ, ଯାହା ସେ ପୂର୍ବ ଜନ୍ମରେ କରିଥିଲେ। ଏହିପରି ଭାବରେ ପ୍ରାୟ 1 ବର୍ଷ ପୂରିବାକୁ ଆସିଲା। ଦିନ ଦ୍ୱିପ୍ରହରର ସମୟ। ରାଣୀ ସେହି ଗାଈ ଓ ବାଛୁରୀକୁ ନେଇ ଜଙ୍ଗଲର ଗଭୀର ଅଞ୍ଚଳକୁ ଚରେଇବାକୁ ନେଇଯାଇଥିଲେ। ହଠାତ୍ ଆକାଶ ମେଘାଚ୍ଛନ୍ନ ହୋଇଗଲା ଏବଂ ପ୍ରବଳ ବର୍ଷା ଆରମ୍ଭ ହେଲା। ପବନର ବେଗ ଏତେ ଥିଲା ଯେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବାକୁ ଲାଗିଲା। ସେହି ସମୟରେ ଏକ ଭୟଙ୍କର ଗର୍ଜନ ଶୁଣାଗଲା। ବାଛୁରୀର ଶିକାର କରିବା ପାଇଁ ଏକ ବିଶାଳକାୟ କ୍ଷୁଧାର୍ତ ବାଘ। ଗାଈଟି ଭୟରେ ଚିତ୍କାର କଲା, କିନ୍ତୁ ବାଛୁରୀଟି ପଥର ସନ୍ଧିରେ ଅଟକି ଯାଇଥିଲା। ବାଘଟି ଲମ୍ଫ ପ୍ରଦାନ କରିବାକୁ ଯାଉଥିବା ବେଳେ ରାଣୀ ସୁନନ୍ଦା ଭୟ ନ କରି ବାଛୁରୀ ଓ ବାଘ ମଝିରେ ଛିଡ଼ା ହୋଇଗଲେ। ତାଙ୍କ ହାତରେ କୌଣସି ଅସ୍ତ୍ରଶସ୍ତ୍ର ନଥିଲା, କେବଳ ଥିଲା ମାତୃତ୍ୱର ଶକ୍ତି। ସେ ବାଘ ଆଖିରେ ଆଖି ମିଶାଇ ଚିତ୍କାର କରି କହିଲେ, ହେ ବନରାଜ, ଯଦି ତୁମକୁ ଶିକାର କରିବାର ଅଛି ତେବେ ତମେ ମୋତେ ଖାଅ, କିନ୍ତୁ ଏହି ନିରୀହ ଶିଶୁଟିକୁ ଛାଡ଼ିଦିଅ। ମୁଁ ମୋ ପୂର୍ବ ଜନ୍ମରେ ଗୋଟିଏ ଶିଶୁର ପ୍ରାଣ ନେଇସାରିଛି। ଏ ଜନ୍ମରେ ଆଉ ଗୋଟିଏ ଶିଶୁର ମୃତ୍ୟୁ ମୁଁ ଦେଖିପାରିବି ନାହିଁ। ମୋ ଜୀବନ ବଦଳରେ ଏହାକୁ ଜୀବନ ଦାନ ଦିଅ। ରାଣୀ ନିଜ ଆଖି ବନ୍ଦ କରିଦେଲେ। ସେ ମୃତ୍ୟୁ ପାଇଁ ପ୍ରସ୍ତୁତ ଥିଲେ। କିଛି ସମୟ ପର୍ଯ୍ୟନ୍ତ କୌଣସି ଆକ୍ରମଣ ହେଲା ନାହିଁ। ରାଣୀ ଧୀରେ ଧୀରେ ଆଖି ଖୋଲିଲେ।
ଦେଖିଲେ ବାଘଟି ଅଦୃଶ୍ୟ ହୋଇଯାଇଛି। ତା ସ୍ଥାନରେ ସ୍ୱୟଂ ମହର୍ଷି ଦେବଦତ୍ତ ଏବଂ ଆକାଶ ମାର୍ଗରେ ଦେବତାମାନେ ପୁଷ୍ପବୃଷ୍ଟି କରୁଛନ୍ତି। ମହର୍ଷି ହସି ହସି କହିଲେ, ଧନ୍ୟ ରାଣୀ ସୁନନ୍ଦା, ତୁମେ ଆଜି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛ। ସେ ବାଘ କେହି ନଥିଲେ, ସେ ଥିଲେ ତୁମର ଭୟ ଓ ପୂର୍ବ ପାପର ଏକ ପରୀକ୍ଷା। ତୁମେ ଅନ୍ୟର ସନ୍ତାନକୁ ରକ୍ଷା କରିବା ପାଇଁ ନିଜର ପ୍ରାଣ ଦେବାକୁ ପ୍ରସ୍ତୁତ ହୋଇଗଲ। ଏହାର ଅର୍ଥ ତୁମ ଭିତରେ ଥିବା ଯେଉଁ ପୁରୁଣା ପାପ ଆଜି ସମ୍ପୂର୍ଣ୍ଣ ଭାବେ ଦଗ୍ଧ ହୋଇଯାଇଛି। ଠିକ୍ ସେହି ସମୟରେ ଆକାଶରୁ ଏକ ଦିବ୍ୟ ବାଣୀ ଶୁଣାଗଲା, ରାଣୀ ସୁନନ୍ଦା, ତୁମର କୋଳ ଆଉ ଶୂନ୍ୟ ହୋଇ ରହିବ ନାହିଁ। ତୁମେ ଜଣେ ମହାପ୍ରତାପୀ ଓ ଧର୍ମପରାୟଣ ପୁତ୍ରର ମା ହେବ। ଭଗବାନ ବିଷ୍ଣୁ କାହାଣୀ ଶେଷ କରି ମାତା ଲକ୍ଷ୍ମୀଙ୍କୁ ଚାହିଁଲେ। ସେ କହିଲେ, ଦେଖ ଲକ୍ଷ୍ମୀ, କୌଣସି ସ୍ତ୍ରୀର ଭାଗ୍ୟ ଚିରକାଳ ପାଇଁ ଖରାପ ନଥାଏ। ସନ୍ତାନ ସୁଖ ନ ମିଳିବାର ମୁଖ୍ୟ କାରଣ ହେଉଛି ପୂର୍ବଜନ୍ମର କୌଣସି ଜୀବକୁ କଷ୍ଟ ଦେବା, ଗର୍ଭପାତ କରିବା କିମ୍ବା କୌଣସି ମାଆକୁ ତାର ସନ୍ତାନଠାରୁ ଅଲଗା କରିବା। କିନ୍ତୁ ଯଦି କେହି ସଚ୍ଚୋଟ ମନରେ ଅନୁତାପ କରେ, ପର ସନ୍ତାନକୁ ନିଜର ସନ୍ତାନ ଭଳି ଦେଖେ ଏବଂ ଗୋସେବା କରେ, ତେବେ ସୃଷ୍ଟିକର୍ତ୍ତା ତାର ଭାଗ୍ୟରେ ପୁନର୍ବାର ସନ୍ତାନ ଲେଖିଦିଅନ୍ତି। ମାତା ଲକ୍ଷ୍ମୀ ସନ୍ତୁଷ୍ଟ ହେଲେ। ତାଙ୍କ ମନର ସମସ୍ତ ଶଙ୍କା ଦୂର ହେଲା। ସେ ବୁଝିପାରିଲେ ଯେ କର୍ମ ହିଁ ଶ୍ରେଷ୍ଠ ଏବଂ କର୍ମ ଦ୍ୱାରା ହିଁ ଭାଗ୍ୟକୁ ବଦଳା ଯାଇପାରିବ। ପାପ ଯେତେ ବଡ଼ ହେଲେ ବି ମନ ସଚ୍ଚୋଟ ଥିଲେ ଅନୁତାପ ଦ୍ୱାରା ଭଗବାନଙ୍କର କୃପା ମିଳିଯାଇପାରିବ। ମାତା ଲକ୍ଷ୍ମୀ ପ୍ରଭୁଙ୍କୁ ଦ୍ୱିତୀୟ ପ୍ରଶ୍ନ ପଚାରିଲେ, ଏହି ସଂସାରରେ ସବୁଠାରୁ ଶକ୍ତିଶାଳୀ କିଏ ପ୍ରଭୁ? ଭଗବାନ ବିଷ୍ଣୁ ହସି କହିଲେ, ଦେବୀ, ଏହି ସଂସାରରେ ସବୁଠାରୁ ଶକ୍ତିଶାଳୀ ହେଉଛି ସମୟ। ସମୟ ଚକ୍ର ଆଗରେ ସମସ୍ତେ ନତମସ୍ତକ। ସମୟ ଜଣେ ରାଜାକୁ ଭିକାରୀ କରିପାରେ ଏବଂ ଜଣେ ଭିକାରୀକୁ ରାଜା। ଯିଏ ସମୟର ମୂଲ୍ୟ ବୁଝେ ଏବଂ ଏହାର ସଦୁପଯୋଗ କରେ, ସେ ହିଁ ବିଜୟ। ସମୟ କାହାର ଅପେକ୍ଷା କରେ ନାହିଁ। ମାତା ଲକ୍ଷ୍ମୀ ପ୍ରଭୁଙ୍କୁ କହିଲେ, ହେ ପ୍ରଭୁ, ମୋର ଶେଷ ପ୍ରଶ୍ନର ଉତ୍ତର ଦେଇ ମୋ ଜିଜ୍ଞାସାକୁ ଶାନ୍ତ କର। ଜଣେ ମନୁଷ୍ୟ ଆପଣଙ୍କୁ ପାଇବା ପାଇଁ ସବୁଠାରୁ ସହଜ ମାର୍ଗ କ'ଣ? ପ୍ରଭୁ କହିଲେ, ଲକ୍ଷ୍ମୀ, ମୋତେ ପାଇବା ପାଇଁ କଠିନ ତପସ୍ୟା ବା ବଡ଼ ବଡ଼ ଯଜ୍ଞର ଆବଶ୍ୟକତା ନାହିଁ। ଯେଉଁ ମନୁଷ୍ୟ ମୋତେ ନିଷ୍କାମ ଭକ୍ତି ଏବଂ ଶରଣାଗତି ଭାବରେ ଡାକେ, ମୁଁ ତାର ଅତି ନିକଟତର ଥାଏ। ଯିଏ ଅନ୍ୟର ସେବା କରେ, ପ୍ରାଣୀ ମାତ୍ରକୁ ଦୟା କରେ ଏବଂ ସବୁ କାର୍ଯ୍ୟ ମୋତେ ସମର୍ପଣ କରିଦିଏ, ସେ ହିଁ ମୋର ପ୍ରିୟ। ଭକ୍ତିର ବଶୀଭୂତ ହୋଇ ମୁଁ ସବୁବେଳେ ଭକ୍ତ ପାଖକୁ ଧାଇଁ ଆସେ। ଭଗବାନ ବିଷ୍ଣୁଙ୍କ ଏହି ସୁନ୍ଦର ଏବଂ ଜ୍ଞାନଭରା ବାଣୀ ଶୁଣି ମାତା ଲକ୍ଷ୍ମୀ ଅତ୍ୟନ୍ତ ସନ୍ତୁଷ୍ଟ ହେଲେ। ସେ ବୁଝିପାରିଲେ ଯେ ସଂସାରର ସମସ୍ତ ଐଶ୍ୱର୍ଯ୍ୟ ଏବଂ ମାୟା ଭିତରେ କେବଳ ଧର୍ମ, କର୍ମ, ସମୟ ଓ ଭକ୍ତି ହିଁ ଶାଶ୍ୱତ। ଏହାପରେ ମାତା ଲକ୍ଷ୍ମୀ ଭଗବାନଙ୍କ ଚରଣ ସେବା କରିବାକୁ ଲାଗିଲେ ଏବଂ ଭଗବାନ ବିଷ୍ଣୁ ପୁଣି ଥରେ ଯୋଗ ନିଦ୍ରାରେ ମଗ୍ନ ହେଲେ। କ୍ଷୀରସାଗରରେ ସେହି ଶାନ୍ତ ପରିବେଶରେ ଏହି ସମ୍ବାଦ ସୃଷ୍ଟିର କଲ୍ୟାଣ ପାଇଁ ଏକ ମାର୍ଗଦର୍ଶକ ସାଜିଲା। ଓ କମେଣ୍ଟରେ ଜୟ ଲକ୍ଷ୍ମୀନାରାୟଣ ଲେଖିବାକୁ ଭୁଲିବେ ନାହିଁ। ଜୟ ଜଗନ୍ନାଥ।